ତାହେଲେ ମୁଁ ତମକୁ କହୁଥିଲି ଯେ ଗଣତନ୍ତ୍ର ଅ, ର ବିଭାଗୀକରଣ ବିଭିନ୍ନ ଆଧାରରେ କରାଯାଇପାରେ। ଯେମିତି ଆମେ ରାସ୍ତାକୁ ବିଭିନ୍ନ ଆଧାରରେ ବିଭାଗୀକରଣ କରିବା। ଯଦି ଆମେ ଗୋଟେ ଗାଁକୁ ଯିବା, ଯଦି ତମେ ଗୋଟେ କଲେଜକୁ ଗଲ, ଧର ଜାଣୁଥିବା ପିଲା, ଟିକେ ଅଳ୍ପ ଜାଣୁଥିବା ପିଲା, ତାଠୁ ଆଉ ଟିକେ ଅଳ୍ପ ଜାଣୁଥିବା ପିଲା, ଯଦି ତମେ ବିଭାଗୀକରଣ ତାହେଲେ ତମକୁ ମିଳିଯିବେ ବିଭାଗୀକରଣ କରିବା ପାଇଁ ନାଇଁ। ମାନେ ଯଦି କ୍ଲାସିଫିକେସନ କରିବା, ଜାଣୁଥିବା ପିଲା ଟିକେ ଗୋଟେ କ୍ଲାସ ଗୋଟେ କ୍ଲାସରେ ରଖିବା, ନ ଜାଣୁଥିବା ଟିକେ ଆଉ ଗୋଟେ କ୍ଲାସ, ତାପରେ ଆଉ ଗୋଟେ କ୍ଲାସ, ଏମିତି ବିଭାଗୀକରଣ କରାଯାଇପାରେ। ତ ଠିକ ସେମିତି ଗଣତନ୍ତ୍ରକୁ ମଧ୍ୟ ବିଭିନ୍ନ ଆଧାରରେ, ଯେମିତି ଆମେ ଜାଣୁଥିବା ଆଧାରରେ ନ ଜାଣୁଥିବା ଆଧାରରେ ବିଭିନ୍ନ ବିଭାଗୀକରଣ କରୁ। ମାଟି ରାସ୍ତା, ମାନେ ପକ୍କା ରାସ୍ତା, ପିଚୁ ରାସ୍ତାକୁ ଯେମିତି ଆମେ କହିବା ଯେ ଅମୁକ ଅମୁକ ଜାଗାରେ ପିଚୁ ରାସ୍ତା ହେଇଛି, ଅମୁକ ଅମୁକ ଜାଗାରେ ମାଟି ରାସ୍ତା ହେଇଛି। ଯେମିତି ଆମେ ବିଭାଗୀକରଣ କରିପାରିବା କୋଉ ଆଧାରରେ, ନା ମାଟି ପକ୍କା ଏମିତି ଆଧାରରେ। ତ ସେମିତି କ୍ଷମତା ଆଧାରରେ ପିଲାମାନେ ଗଣତନ୍ତ୍ରକୁ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ। ପ୍ରଥମଟି ହଉଛି କଣ, ନା ପ୍ରତ୍ୟକ୍ଷ ଗଣତନ୍ତ୍ର। ଲେଖ ଏଟା। ପ୍ରଥମଟି ହଉଛି ପ୍ରତ୍ୟକ୍ଷ ଗଣତନ୍ତ୍ର ବା ଡାଇରେକ୍ଟ ଡେମୋକ୍ରାସି। ଅନ୍ୟଟି ହଉଛି ପରୋକ୍ଷ ଗଣତନ୍ତ୍ର ବା ଇନଡାଇରେକ୍ଟ ଗଣତନ୍ତ୍ର, ସରି ଡେମୋକ୍ରାସି। ବୁଝି ହଉଛି, ଲେଖୁଛ? ତାପରେ ଗଣତନ୍ତ୍ରର ସ୍ଥିତି କଣ ହବ? ବ୍ୟକ୍ତିକୁ ଗୁରୁତ୍ୱ ଦେବ, ନା ସମାଜକୁ ଗୁରୁତ୍ୱ ଦେବ, ନା ସମାଜ ର ସମୂହ ଅଧିକାରକୁ ଗୁରୁତ୍ୱ ଦେବ, ନା ସମାଜର ସ୍ୱାର୍ଥକୁ ଗୁରୁତ୍ୱ ଦେବ, ନା ସାମାଜିକ ଅର୍ଥନୈତିକ ଗୁରୁତ୍ୱ ଦେବ, ନା ବ୍ୟକ୍ତିକ ଅର୍ଥନୀତିକୁ ଗୁରୁତ୍ୱ ଦେବ, ନା ସମତା ଉପରେ ଗୁରୁତ୍ୱ ଦେବ? ଏସବୁ ଦୃଷ୍ଟିକୁ କେନ୍ଦ୍ର କରି ଗଣତନ୍ତ୍ରକୁ ଯଥାକ୍ରମେ ପୁଣି ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ। ଉଦାରବାଦୀ ଗଣତନ୍ତ୍ର, ଉଦାରବାଦୀ ଗଣତନ୍ତ୍ର, ଆଉ ଗୋଟେ ହଉଛି ମାର୍କ୍ସବାଦୀ ଗଣତନ୍ତ୍ର। ଏମିତି ଭାବରେ ପୁଣି ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ। ଗୋଟେ କଣ, ଉଦାରବାଦୀ ଗଣତନ୍ତ୍ର, ଆଉ ଗୋଟେ ହଉଛି ମାର୍କ୍ସବାଦୀ। ଏଟା କାର୍ଲ ମାର୍କ୍ସ, ତମେ ଜାଣିଥିବ ବିଶ୍ୱର ଜଣେ ବିଶିଷ୍ଟ ଦାର୍ଶନିକ କାର୍ଲ ମାର୍କ୍ସ। ଲେଖୁଛ ତ? ହଁ। ତାପରେ କୋଉଠି ଏଇ ଯୋଉ ଉଦାରବାଦୀ ଗଣତନ୍ତ୍ର ଏବଂ ମାର୍କ୍ସବାଦ ଗଣତନ୍ତ୍ରକୁ କୋଉଠି ସ୍ଥଳ ଭାବରେ, ମାନେ କୋଉଠି କୋଉଠି ଏକୁ କଣ କୁହାଯାଏ, ନା ରାଜନୈତିକ ଗଣତନ୍ତ୍ର ଏବଂ ଅର୍ଥନୈତିକ ଗଣତନ୍ତ୍ର, ଏମିତି ନାମରେ ମଧ୍ୟ ସୂଚିତ କରାଯାଇଥାଏ।
ଆଉ ଗୋଟେ ବିଭାଗୀକରଣ ହଉଛି ଯେ ପ୍ରବରବାଦୀ ଗଣତନ୍ତ୍ର ଓ ବହୁଳବାଦୀ ଗଣତନ୍ତ୍ର। ଲେଖିଲ? ଏଇପରି ଆମେ ସ୍ଥଳ ଭେଦରେ ଭିନ୍ନ ଭିନ୍ନ ଦେଶରେ କଣ୍ଟ୍ରିରେ ଏସବୁ ଗଣତନ୍ତ୍ରର କ୍ଲାସିଫିକେସନ ବା ବିଭାଗୀକରଣକୁ ଆମେ ଲକ୍ଷ୍ୟ କରିପାରିବା। ପ୍ରବରବାଦୀ ଗଣତନ୍ତ୍ର ଆଉ ଗୋଟେ କଣ? ବହୁଳବାଦୀ ଗଣତନ୍ତ୍ର। ପିଲାମାନେ ଟିକେ ଆକ୍ଟିଭ ହୁଅ, ମୁଁ ଯାହା ପଚାରୁଛି କହିବ ନା। ବୁଝିପାରୁଛ କି ନାହିଁ? ବୁଝିପାରୁଛ କି ନାହିଁ? ହଁ। ବାସ୍, ଯେନ୍ ଜାଗାରେ ନାଇଁ ଶୁଭା ତ ମତେ ପଚରାବ କି ନାଇଁ ବୁଝିପାରିଲେ ବି ପଚାରବ। ବୁଝିପାରିଲ? ତାପରେ ଆମେ ପଢ଼ମା ଟିକେ ବିସ୍ତୃତ ଭାବରେ ଜାଣମା ଯେ ପ୍ରତ୍ୟକ୍ଷ ଗଣତନ୍ତ୍ର କାଣା, ଡାଇରେକ୍ଟ ଡେମୋକ୍ରେସି କାଣା। ଡାଇରେକ୍ଟ ଆମେ ସ୍ପେଲିଂ କହି ଦଉଛେ DIRECT, ଡାଇରେକ୍ଟ ଡେମୋକ୍ରେସି। ଡେମୋକ୍ରେସି ଲେଖିଥିଲ? ଦେଖ, ରାଜନୈତିକ କ୍ଷମତା ବା ସରକାରୀ କ୍ଷମତା ବ୍ୟବହାର କ୍ଷେତ୍ରରେ ଜନସାଧାରଣଙ୍କର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମ୍ପୃକ୍ତିକୁ ଆଧାର କରି ଗଣତନ୍ତ୍ରକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଗଣତନ୍ତ୍ର କୁହାଯାଇଥାଏ। ମାନେ ଆମର ଗଣତନ୍ତ୍ରରେ ଆମର ଯୋଉ ନିର୍ବାଚନ ହଉଛି, ଆମେ ସବୁ ଡାଇରେକ୍ଟ ଭୋଟ ଦଉଛେ। ବୁଝିହଉଛି? ଆମେରିକା ଭଳି ରାଜ୍ୟରେ, ଆମେରିକା ଭଳି ଦେଶରେ ସେମିତି ଡାଇରେକ୍ଟ ସେମାନେ ଭୋଟ ଦିଅନ୍ତି ନାହିଁ। ତାଙ୍କର ଭୋଟର ସିଷ୍ଟମ ଅଲଗା। ସେମାନେ ଇନଡାଇରେକ୍ଟ ଡେମୋକ୍ରେସିକୁ ବ୍ୟବହାର କରନ୍ତି। ତେଣୁକରି ଏ ଯୋଉ ଭୋଟ ରାଜନୀତିରେ, ଗଣତନ୍ତ୍ର ପର୍ବରେ ଆମକୁ ଯୋଉ ମାନେ ଇନଭଲ୍ଭ ହେବାର, ମାନେ ମିଶିବାର କ୍ଷମତା ଆଧାରରେ, ମାନେ ପ୍ରକୃତରେ କ୍ଷମତା କିଏ ଉପଭୋଗ କରିଛି। ତମମାନେ ଦେଖିଥିବ ଯେତେବେଳେ ଭୋଟ ହୁଏ ସେ ସମୟରେ ସର୍ବୋଚ୍ଚ କ୍ଷମତା କାହା ପାଖରେ ଥାଏ? ଭୋଟର ମାନଙ୍କ ପାଖରେ ଥାଏ। ବୁଝିପାରିଲ? ତ ତେଣୁକରି ଏ କ୍ଷମତା ଆଧାରରେ ବା ଗଣତନ୍ତ୍ରରେ ଯୋଗ ଦେବା ଆଧାରରେ ଗଣତନ୍ତ୍ରକୁ ଦୁଇଟି ଭାଗରେ ବିଭକ୍ତ କରାଯାଉଛି। ଗୋଟେ ହଉଛି ପ୍ରତ୍ୟକ୍ଷ ଆଉ ଗୋଟେ ହଉଛି ପରୋକ୍ଷ ଗଣତନ୍ତ୍ର। ପ୍ରତ୍ୟକ୍ଷ ଗଣତନ୍ତ୍ରକୁ ମଧ୍ୟ ବିଶୁଦ୍ଧ ପିଓର ଗଣତନ୍ତ୍ର କୁହାଯାଇଥାଏ। ପ୍ରତ୍ୟକ୍ଷ ଗଣତନ୍ତ୍ରକୁ କଣ କୁହାଯାଏ? ପିଓର, PURE, ପିଓର। ଆମେ ଯୋଉ ଯେମିତି କହୁ ପିଓର, କହୁ ପିଓର କଟନ, ଠିକ ସେମିତି ବିଶୁଦ୍ଧ, ମାନେ ବିଶୁଦ୍ଧ ମାନେ ଶୁଦ୍ଧ କୁହାଯାଇପାରେ। ଶୁଦ୍ଧ, ଅତି ଶୁଦ୍ଧ ଗଣତନ୍ତ୍ର ହଉଛି କଣ? ପ୍ରତ୍ୟକ୍ଷ ଗଣତନ୍ତ୍ରର ଅନ୍ୟ ନାମ କଣ? ହଁ ବାବୁ ମାନେ ଟିକେ କହିବ ବୋଲେ କାନ। ପ୍ରତ୍ୟକ୍ଷ ଗଣତନ୍ତ୍ରର ଅନ୍ୟ ନାମ କଣ? ବିଶୁଦ୍ଧ ଗଣତନ୍ତ୍ର। ବାସ୍, এটা କହିବୁ ବୋଲେ କାନ ମୁଇଁ ଜାନମି, ନାଇଁ କହିଲେ ମୁଇଁ କେମିତି ଜାନମି তুই বুঝলি বলি। ବିଶୁଦ୍ଧ କୋଶ୍ଚିନ୍ ପଡବା, ବିଶୁଦ୍ଧ ଗଣତନ୍ତ୍ରର ଅନ୍ୟ ନାମ କଣ? ପ୍ରତ୍ୟକ୍ଷ ଗଣତନ୍ତ୍ର ବା ପ୍ରତ୍ୟକ୍ଷ ଗଣତନ୍ତ୍ରର ଅନ୍ୟ ନାମ କଣ? ବିଶୁଦ୍ଧ ଗଣତନ୍ତ୍ର ବା ପିଓର। ତମେ ଯେତେବେଳେ ଲେଖିବ ପ୍ରତ୍ୟକ୍ଷ ଗଣତନ୍ତ୍ର, କୋଶ୍ଚିନ୍ ପଡିଲା 3 ମାର୍କିଆ ପ୍ରତ୍ୟକ୍ଷ ଗଣତନ୍ତ୍ର, ତାର ସାଇଡ ରେ ଇଂଲିଶ ରେ ଲେଖିବ ଡିରେକ୍ଟ ଡେମୋକ୍ରେସି, ତାପରେ ଯାଇକି ମାର୍କ ପାଇବ। ବୁଝି ହଉଛି? ଏଇଟା ଲେଖିବ, ସବୁବେଳେ ମନେ ରଖିଥିବ। ଗଣତନ୍ତ୍ର କୁହାଯାଏ। ଏହି ଗଣତନ୍ତ୍ରରେ କାହିଁକି ପିଲାମାନେ ପିଓର ଗଣତନ୍ତ୍ର କୁହାଯାଏ? ନା ଯେତେବେଳେ ଗଣତନ୍ତ୍ରର ମୂଳ ଲକ୍ଷ୍ୟ ହଉଛି ଯେ, ତମମାନଙ୍କୁ ମୁଁ କହିଥିଲି ଯେ ନ୍ୟାୟ ସହିତ ଆଇନ, ସମାନତା, ଅଧିକାର। ଗଣତନ୍ତ୍ରରେ ଅଧିକାର ରହିଛି, ସମାନତା ବା ସମସ୍ତେ ସମାନ ହେବାର ଅଧିକାର
ରହିଛି ସେ ମାନେ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ଆମର ପ୍ରେମ ମାନେ କନଷ୍ଟିଟ୍ୟୁସନରେ ମଧ୍ୟ ଲେଖା ହେଇଛି କ'ଣ? ଅଲ୍ ଆର୍ ମାନେ ଅଲ୍ ଆର୍ ୱି ଇକ୍ୱାଲ୍, ମାନେ ଆମେ ସମସ୍ତେ ସମାନ। କାହା ଆଧାରରେ? ନା ସମ୍ବିଧାନ ଆଧାରରେ ସମସ୍ତେ ଆମେ ସମାନ। ଏଇଟା ହଉଛି ଗଣତନ୍ତ୍ରର ପିଲାମାନେ ଲକ୍ଷଣ, ଯେ ସବୁ ବ୍ୟକ୍ତି ସମାନ। ତେଣୁକରି ପ୍ରତ୍ୟକ୍ଷ ଗଣତନ୍ତ୍ରକୁ ଏଇଥିପାଇଁ ବିଶୁଦ୍ଧ ଗଣତନ୍ତ୍ର କୁହାଯାଏ ଯେ ଏଇ ଗଣତନ୍ତ୍ରରେ ସାଧାରଣ ଜନତା ପାଖରେ କ୍ଷମତା ଥାଏ। ସାଧାରଣ ଜନତା ଗଣତନ୍ତ୍ରରେ ନିଜକୁ ସାମିଲ କରିଥାଏ ବା ନିଜେ ଭୋଟ ଦେଇଥାଏ, ନିଜର ପ୍ରତିନିଧିକୁ କ'ଣ କରିଥାଏ? ଚୁନିଥାଏ, ମାନେ ନିର୍ବାଚିତ କରିଥାଏ। ବୁଝି ହଉଛି? ଏଟା କୋଉ ଆଧାରରେ? ଭୋଟ ଆଧାରରେ କରିଥାଏ। ତ ତାକୁ ଆମେ କ'ଣ କହିବା? ନା ପ୍ରତ୍ୟକ୍ଷ ଗଣତନ୍ତ୍ର କହିବା। ଦେଖିବା ଆଉ କ'ଣ କ'ଣ କୁହାଯାଉଛି ଯେ ଜନସାଧାରଣ କେବଳ ସାର୍ବଭୌମ କ୍ଷମତାର ଅଧିକାରୀ ନୁହନ୍ତି, ସେମାନେ ମଧ୍ୟ ଏହି କ୍ଷମତା ସିଧାସଳଖ ଉପଭୋଗ କାରୀ। କ'ଣ କହିଲା ବହି? ଯେ ଜନସାଧାରଣ କେବଳ ସାର୍ବଭୌମ କ୍ଷମତାର ଅଧିକାରୀ ନୁହନ୍ତି, ମାନେ ସବୁ ପ୍ରକାର କ୍ଷମତାର ଅଧିକାରୀ କେବଳ ନୁହନ୍ତି, ସେମାନେ କ'ଣ? ନା ସେମାନେ ଏହି କ୍ଷମତାର ସିଧାସଳଖ ଉପଭୋଗ ମଧ୍ୟ କରନ୍ତି। ଭୋଟ ଯୋଉ ଦିଅନ୍ତି ତାକୁ କ'ଣ କୁହାଯାଏ? ସିଧାସଳଖ, ମାନେ ଆମେ ସିଧାସଳଖ ଜଣକୁ ଆମେ ନିର୍ବାଚିତ କରିବା ଭୋଟ ଦେଇକି। ବୁଝି ହଉଛି? ତ ଆମେ ସିଧାସଳଖ ସେ ଭୋଟ ରାଜନୀତିରେ ନିଜକୁ ସମ୍ପୃକ୍ତି କରୁଛେ। ବୁଝି ହଉଛି? ଜନସାଧାରଣ ଜନସାଧାରଣ ନିଜର ରାଜନୈତିକ କ୍ଷମତା କାହାରିକୁ ହସ୍ତାନ୍ତର ନକରି ନିଜେ କାର୍ଯ୍ୟକାରୀ କରନ୍ତି ଓ ସିଧାସଳଖ ରାଷ୍ଟ୍ରର ଶାସନ ନୀତି ନିର୍ଦ୍ଧାରଣ କରନ୍ତି। ଏଟା ବୁଝିପାରିଲ ଯେ ଜନସାଧାରଣ ଯୋଉ ନିଜର ଆମର ରାଜନୈତିକ ଯୋଉ କ୍ଷମତା ରହିଛି, ଆମେ ଯୋଉ ଭୋଟ ଦେବାର ଗୋଟେ ଅଧିକାର ଅଛି। ତମେ ଦେଖିଥିବ ଯେ ତମର ବାପା ମା ମାନେ ଯେତେବେଳେ ଭୋଟ ଦେବାକୁ ଯାଉଥିବେ, ପିଲାମାନେ ସେ ସମୟରେ ସେମାନେ ହିଁ ନିଜର ଭୋଟ ଦିଅନ୍ତି, ତାଙ୍କର ଭୋଟ ଅନ୍ୟ କେହି ଦେଇପାରନ୍ତି ନାହିଁ। ତେଣୁକରି ଆମେ ଆମେ ଅନ୍ୟକୁ, ମାନେ ଗୋଟେ ସ୍ୱାମୀର ଭୋଟ ସ୍ତ୍ରୀ ଦେଇପାରିବ ନାହିଁ, କି ଗୋଟେ ସ୍ତ୍ରୀର ଭୋଟ ସ୍ୱାମୀ ଦେଇପାରିବ ନାହିଁ। ତାକୁ କିଏ ଦବ? ନା ନିଜର ଭୋଟ ନିଜକୁ ଦେବାକୁ ପଡିଥାଏ। ଏଟା ହଉଛି ରାଜନୈତିକ କ୍ଷମତା। କାରଣ ଆମେ ଆମର ଭବିଷ୍ୟତ କ୍ଷମତା ବା ରାଜନୈତିକ କ୍ଷମତା ଆମେ ନିର୍ଦ୍ଧାରଣ କରିଥାଉ। ସେ କ'ଣ କହୁଛନ୍ତି? ନା ଶାସନ ନୀତି ନିର୍ଦ୍ଧାରଣ କରିଥାଉ। ଶାସନ ନୀତି ମାନେ ଆମେ ଯାହାକୁ ଭୋଟ ଦେବା ସେ ଯାଇକି ପାର୍ଲିଆମେଣ୍ଟରେ ବସିବ, ସେ ଯାଇକି ବିଧାନସଭାରେ ବସିବ, ଏବଂ ବିଧାନସଭାରେ ବସିଲେ ବିଭିନ୍ନ ନିୟମ ବିଭିନ୍ନ କାନୁନ ସବୁ ତିଆରି କରିବେ। ତେଣୁ ଆମେ ଯଦି ଭଲ ଲୋକକୁ ବାଛିଥିବା ତ ଆମେ ସେ ଜାଗାରେ ଭଲ ଶାସନ ପାଇପାରିବା। ଧର ଯେମିତି ଏବେ ଧାନ ରେଟ୍ ବୃଦ୍ଧି କଲେ, ଆମେ ବିଜେପି ସରକାରକୁ ବାଛିଲା ବୋଲି ତ ଧାନ ରେଟ୍ ଟା ବୃଦ୍ଧି ହେଲା ନା। ଆମେ ସେମାନେ ପ୍ରତିଶ୍ରୁତି ଦେଇଥିଲେ ଯେ ଆମକୁ ଯଦି ତମେ ଜିତେଇବ, ଭୋଟ ଦେବ, ତାହେଲେ ଆମେ ଧାନ ରେଟ୍ 3100 କରିବୁ। ତ ଏ ଯୋଉ ନୀତିଟା ତିଆରି କରାଗଲା, ଏ ନୀତି ତିଆରି କରିବାରେ ଆମର ହାତ ଅଛି କି ନାହିଁ? ଯୋଉମାନେ ଭୋଟ ଦେଇଛୁ ସେଇମାନଙ୍କର ହାତ ଅଛି କି ନାହିଁ? ଅଛି କି ନାହିଁ? ଅଛି କି ନାହିଁ ବାବୁ ମାନେ? ହଁ ସାର୍ ଅଛି। ତ ତେଣୁକରି ୟାକୁ କ'ଣ କୁହାଯାଉଛି? ଏ ହଉଛି ପ୍ରତ୍ୟକ୍ଷ ଗଣତନ୍ତ୍ରର ଗୋଟେ 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 ଲକ୍ଷଣ। ଆମେ ପ୍ରତ୍ୟକ୍ଷ ଗଣତନ୍ତ୍ର କହିଲେ ଏହା ବୁଝିବା। ଦେଖ, ଭୋଟ ଉପରେ ସରକାରଙ୍କର ମୋଟ ଉପରେ ସରକାରଙ୍କର କାର୍ଯ୍ୟ ଜନସାଧାରଣଙ୍କର ପ୍ରତ୍ୟକ୍ଷ ବା ସିଧାସଳଖ ଅଂଶଗ୍ରହଣ ହେଉଛି ପ୍ରତ୍ୟକ୍ଷ ଗଣତନ୍ତ୍ରର ମୌଳିକ ନୀତି ଓ ଆଧାର। ଯେ ସରକାର ଯାହା କରୁଛନ୍ତି, ଆମେ ଯଦି ଚାହିଁବା ଯେ ତମମାନେ ଜାଣିଛ ପିଲାମାନେ ଯେ ଗୋଟେ ଅନାସ୍ଥା ବ୍ୟବସ୍ଥା ଅଛି ଗାଁରେ, ଯଦି ମେମ୍ବର ତମେ ତାକୁ ଭୋଟ ଦେଇଛ ଆଉ ସେ ଯଦି ଭଲ କାମ ନ କଲା, ଗାଁର ଅଧିକାଂଶ ଲୋକ, ଏକ ତୃତୀୟାଂଶ ଲୋକ, ମାନେ 1/3 ପିପୁଲ, 1/3 ମାନେ କେତେ? ନା ଯଦି ତମ ଗାଁରେ 200 ଭୋଟର ଅଛନ୍ତି,
ଯଦି ତା ଭିତରୁ ଯଦି 101 ଭୋଟର ଗୋଟେ ମେମ୍ବରକୁ ଅନାସ୍ଥା ପ୍ରସ୍ତାବ ଦେଲେ ଯେ ଇଏ ଭଲ କାମ କରୁନାହିଁ, ୟାକୁ ବାହାର କରିଦେବାର ଆବଶ୍ୟକତା ରହିଛି, ତାହେଲେ ତାକୁ ବାହାର କରାଯାଇପାରେ। ତେଣୁକରି ସେ ଯଦି ଭଲ କାମ ନ କଲା, ତେଣୁକରି ଆମର ସରକାର କ'ଣ କରିବେ, ସବୁ ନୀତି ନିର୍ଦ୍ଧାରଣରେ ଆମର ଜନସାଧାରଣ ଯେଉଁଥିରେ ସମ୍ପୃକ୍ତି ହୁଅନ୍ତି, ତାକୁ ସେଇଭଳିଆ ଗଣତନ୍ତ୍ର ବ୍ୟବସ୍ଥାକୁ ଆମେ କ'ଣ କହିବା ନା ପ୍ରତ୍ୟକ୍ଷ ଗଣତନ୍ତ୍ର କହିବା। ବୁଝିହଉଛି? କ୍ଷୁଦ୍ର ଆୟତନ, এটা ଏ ଗଣତନ୍ତ୍ରଟା ପିଲାମାନେ କୋଉ ଜାଗାରେ ହେଇପାରିବ ନା ଭାରତ ଭଳି ବିରାଟ ଦେଶରେ ହେଇପାରିବ କି ଆମେ ମୋଦିକୁ ଆମେ ଡାଇରେକ୍ଟ ଭୋଟ ଦେଲେ ସେଟା ପ୍ରଧାନମନ୍ତ୍ରୀ ବାଛିଲେ ଅସୁବିଧା ହବ, ଆମେ ମୁଖ୍ୟମନ୍ତ୍ରୀକୁ ଡାଇରେକ୍ଟ ବାଛିଲେ ସେଇଟା ମଧ୍ୟ, ଯେହେତୁ ଆମଟା ବଡ଼ ଦେଶ ବଡ଼ ରାଜ୍ୟ, ଅସୁବିଧା ହବ। କାହିଁକି ଅସୁବିଧା ହବ ନା ବହୁତ ବ୍ୟୟବହୁଳ ମଧ୍ୟ ହେବ। ତାପରେ ଆମେ ପଢିବା ଯେ ଏଇ ଡିରେକ୍ଟ ବା ଡାଇରେକ୍ଟ ଡେମୋକ୍ରେସିର କ'ଣ ଇମ୍ପାକ୍ଟ ଅଛି ବା କ'ଣ ଖରାପ ଅଛି, କ'ଣ ଭଲ, କ'ଣ ଦୁର୍ଗୁଣ, କ'ଣ ସୁଗୁଣ, ତାର କ'ଣ ଉପକାରିତା, କ'ଣ ଅପକାରିତା, ତାକୁ ମଧ୍ୟ ଆମେ ଜାଣିବା। ବୁଝିହଉଛି? ତ କ୍ଷୁଦ୍ର ଆୟତନ ମାନେ କ୍ଷୁଦ୍ର ଛୋଟ ଛୋଟ ଅଞ୍ଚଳ ହେଇଥିଲେ ଆମେ ସେ ଭଳିଆ କରିପାରିବା। ଯେମିତି ଆମର ବ୍ଲକରେ ଗୋଟେ କନଷ୍ଟିଚୁଏନ୍ସି ଅଛି, କନଷ୍ଟିଚୁଏନ୍ସିରେ ଏମଏଲଏ ଠିଆ ହୁଅନ୍ତି, ଆମେ ଏମଏଲଏ ଏମପି ପର୍ଯ୍ୟନ୍ତ ଭୋଟ ଦେଇପାରିବା। ଏମପି ମାନେ ପୁଣି ପ୍ରଧାନମନ୍ତ୍ରୀକୁ ତିଆରି କରିବେ ବା ସେମାନେ ଭୋଟ ଯାହାକୁ ଦେବେ ସେ ପ୍ରଧାନମନ୍ତ୍ରୀ ହବ, ଆମର ଏମଏଲଏ ମାନେ ଯାହାକୁ ଭୋଟ ଦେବେ ସେ ମୁଖ୍ୟମନ୍ତ୍ରୀ ହବ। ତେଣୁକରି ଯଦି ଆମେ ମୁଖ୍ୟମନ୍ତ୍ରୀ ବି ଆମର ଜନସାଧାରଣ ବାଛିବେ, ତାହେଲେ ତାକୁ ଖୁବ ଗୋଟେ ଲମ୍ବା ପ୍ରକ୍ରିୟା ହବ ଆଉ ବହୁତ ବହୁତ ପଇସା ମଧ୍ୟ ଖର୍ଚ୍ଚ ହବ। ତେଣୁକରି ଯଦି ଆମେ ପ୍ରତ୍ୟକ୍ଷ ଗଣତନ୍ତ୍ର କରିବା, ତାହେଲେ ତାକୁ କ'ଣ ଦରକାର ନା ଗୋଟେ କ୍ଷୁଦ୍ର ଆୟତନ ହେଇଥିବା ଦରକାର, ଛୋଟିଆ ଗୋଟେ ରାଜ୍ୟ ହେଇଥିଲେ ଆମେ ସେୟା କରିପାରିବା। ତାପରେ ସ୍ୱଳ୍ପ ଜନସଂଖ୍ୟା ମାନେ କମ ଲୋକ ଥିବା ଦରକାର। ବୁଝିହଉଛି? ତାପରେ ସରଳ ଅର୍ଥନୀତି ଓ ସରଳ ସମାଜ ବ୍ୟବସ୍ଥା ଥିବା ଭୋଟ ମୋଟ ରାଷ୍ଟ୍ର ମାନଙ୍କରେ ପ୍ରତ୍ୟକ୍ଷ ବା ବିଶୁଦ୍ଧ ଗଣତନ୍ତ୍ର କାର୍ଯ୍ୟକାରୀ ହେବା ସମ୍ଭବ। ସେ କ'ଣ କହିଲେ ନା ଅଳ୍ପ ଜନସଂଖ୍ୟା ଥିବେ, ତାପରେ ସରଳ ଅର୍ଥନୀତି ମାନେ ବହୁତ ଗୁଡ଼ାଏ ଅର୍ଥନୈତିକ ସୋର୍ସ ନଥିବ। ଯେମିତି ଆମର ସରକାରଙ୍କର ଅର୍ଥନୈତିକ ସୋର୍ସ କ'ଣ ନା ଆମେ ଲୁଣ କିଣିଲେ ସରକାର ଟିକସ ନେବେ, ରାସ୍ତାରେ ଗାଡ଼ି ଚଲେଇଲେ ସରକାର ଟିକସ ନେବେ, ଗାଡ଼ି କିଣିଲେ ସରକାର ଟିକସ ନେବେ। ବୁଝିହଉଛି? ଏଇଟା ଗୋଟେ। ତାପରେ ଆମେ କୋଉଠି ଯଦି କୌଣସି ବହି ମଧ୍ୟ କିଣିବା, ଆମେ ଜିଏସଟି ଦେବା। କୌଣସି କ'ଣ କରିବା, ଆମେ ନେଟ୍ ଟେକ୍ ପକେଇଲେ ମଧ୍ୟ ଜିଏସଟି ଦେବା। ତ ଏତେ ଗୁଡ଼ାଏ ଯୋଉ ଅର୍ଥନୈତିକ କ'ଣ ମାନେ ଯୋଉ ମାନେ ଜଟିଳ ଅର୍ଥନୀତି ରହିଛି ଆମର, ରାଜ୍ୟ ପୁଣି ନେବ ସେଥିରୁ କିଛି ଭାଗ ପାଇବ, ତାପରେ କେନ୍ଦ୍ର ସରକାର କିଛି ଭାଗ ପାଇବ। ପେଟ୍ରୋଲ ରେଟ୍ ଯଦି 40 ଟଙ୍କା ହବ, ତାହେଲେ ସରକାର ତା ଭିତରୁ 35 ଟଙ୍କା, ରାଜ୍ୟ ସରକାର ପୁଣି 20 ଟଙ୍କା, ଏମିତି କରି 100 ଟଙ୍କା ହଉଛି। ଏଇ ଯୋଉ ଯୋଉ ଆମର ଯୋଉ କ'ଣ ମାନେ ଯୋଉ ପୁରା ଜଟିଳ ଅର୍ଥନୈତିକ ବ୍ୟବସ୍ଥା ଆମ ଭାରତରେ, ଏମିତି ଜାଗାରେ ସବୁ କିଛି ପ୍ରତ୍ୟକ୍ଷ କରିହବ ନାହିଁ, କିଛି କିଛି କରିହବ। ଯେମିତି ଆମେ ମେମ୍ବର କରୁଛେ, ସରପଞ୍ଚ କରୁଛେ, ଏମଏଲଏ କରୁଛେ, ଏମପି କରୁଛେ। ବୁଝିହଉଛି? ତ ସେ କ'ଣ କହୁଛନ୍ତି ନା ସରଳ ଅର୍ଥନୀତି ଥିବା ଦରକାର, ତାପରେ ସରଳ ସମାଜ ବ୍ୟବସ୍ଥା ଥିବା ଛୋଟ ରାଷ୍ଟ୍ର ମାନଙ୍କରେ ଏ ପ୍ରତ୍ୟକ୍ଷ ଗଣତନ୍ତ୍ର ବା ମାନେ ବିଶୁଦ୍ଧ, ପଏଣ୍ଟ ବାଇ ପଏଣ୍ଟ ଯାଉଛି, ତମେ ମାନେ ଭଲସେ ବୁଝିଲେ ଲେଖିପାରିବ, ଘୋଷିକି ତମେ କିଛି କରିପାରିବ ନାହିଁ। ବୁଝିହଉଛି? ତ ତାପରେ କ'ଣ ଥିବା ଦରକାର ନା ଗୋଟେ ସରଳ ସମାଜ ବ୍ୟବସ୍ଥା ଥିବା ଦରକାର। ସରଳ ସମାଜ ବ୍ୟବସ୍ଥା କହିଲେ କ'ଣ ନା ସରଳ ସମାଜ ବ୍ୟବସ୍ଥା କହିଲେ ବହୁତ ଗୁଡ଼ାଏ ସମ୍ପ୍ରଦାୟ, ବହୁତ ଗୁଡ଼ାଏ ରିଲିଜନ, ବହୁତ ଗୁଡ଼ାଏ ଧର୍ମର ଲୋକ ବାସ କରୁଥିଲେ ହବ ନାହିଁ। ପିଲାମାନେ ଯଦି ଧର ଭାରତରେ ଯଦି କେବଳ ଦେଖ, ଭାରତରେ ଆମର ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଜୈନ, ବୁଦ୍ଧିଷ୍ଟ ଅନେକ ପ୍ରକାର ଧର୍ମର ଲୋକମାନେ ବସବାସ କରୁଛନ୍ତି। ଧର୍ମର ଲୋକମାନେ ବସବାସ କଲେ ସେମାନଙ୍କର ସିଷ୍ଟମ ଅଲଗା। ପିଲାମାନେ ତୁମେ ଜାଣିଛ ଯେ ଆମର ହିନ୍ଦୁ ମାନଙ୍କର ମ୍ୟାରେଜ ସିଷ୍ଟମ ଗୋଟେ ରହିଛି, ମୁସଲମାନ ମାନଙ୍କର ସିଷ୍ଟମ ରହିଛି, ତାଙ୍କ ପାଇଁ ପୁଣି ସରକାରୀ ଆଇନ ମଧ୍ୟ ଅଲଗା ଅଲଗା ରହିଛି। ବୁଝିହଉଛି? ତ ଏମିତି ଗୋଟେ ସମାଜରେ ଅନେକ ଗୁଡ଼ାଏ ଲୋକ ଥିବେ, ମାନେ ଅନେକ ଧର୍ମର ଲୋକ ଥିବେ। ଏସବୁ ଜାଗାରେ
ଏ ସବୁ ବ୍ୟବସ୍ଥାଟା ଟିକେ ସମ୍ଭବ ହେଇପାରିବ ନାହିଁ ବୋଲି କୁହାଯାଏ। ବୁଝିହଉଛି। ତାପରେ ପ୍ରାଚୀନ ଗ୍ରୀସ ଦେଶରେ ନଗର ରାଷ୍ଟ୍ର ମାନଙ୍କରେ ବା ସିଟି ଷ୍ଟେଟରେ ଏହି ଗଣତନ୍ତ୍ର କାର୍ଯ୍ୟ କରୁଥିଲା। ପିଲାମାନେ ଏଟା ଏଇ ଯୋଉ ତମକୁ ଯଦି ତମେ ଗୋଟେ ଉଦାହରଣ ଦେବ ଯେ ଯେତେବେଳେ ଲଙ୍ଗ କୋଶ୍ଚିନ୍ ବା 2 ମାର୍କିଆ ଲେଖିବ ଯେ ଏ ଗଣତନ୍ତ୍ର ପ୍ରତ୍ୟକ୍ଷ ଗଣତନ୍ତ୍ର ଆମେ କୋଉ ଜାଗାରେ ପୁରା ଦେଖିବାକୁ ପାଇବା ଗୋଟେ ସବୁ କିଛି ପ୍ରତ୍ୟକ୍ଷ ଥିବ। ସେଟା କୋଉ ଜାଗାରେ ନା ପ୍ରାଚୀନ ଗ୍ରୀସ ଗୋଟେ ଦେଶ ସେଇ ଜାଗାରେ ପିଲାମାନେ ତାଙ୍କର ନଗର ରାଜ୍ୟ ବା ସିଟି ଆଣ୍ଡ ଷ୍ଟେଟ ଏଇ ଜାଗାରେ ସବୁ ଏ ପ୍ରତ୍ୟକ୍ଷ ଗଣତନ୍ତ୍ର ବା ବିଶୁଦ୍ଧ ଗଣତନ୍ତ୍ର ଆମେ ଦେଖିବାକୁ ପାଇବା। ପ୍ରାଚୀନ ରୋମରେ ମଧ୍ୟ ଏହି ବ୍ୟବସ୍ଥା ପ୍ରଚଳିତ ଥିବା ଜଣାଯାଏ। ରୋମରେ ମଧ୍ୟ ଏ ବ୍ୟବସ୍ଥା ଆଗରୁ ପ୍ରଚଳନ ଥିଲା। କୋଉଟା ନା ବିଶୁଦ୍ଧ ଗଣତନ୍ତ୍ର ବା ପ୍ରତ୍ୟକ୍ଷ ଗଣତନ୍ତ୍ର। ବୁଝି ହଉଛି? ଏତିକି ବୁଝିପାରିଛ? ହଁ। ବାସ୍ ଯୋଉଠି ବୁଝି ନ ପାରିଲ ୟୁ ଆସ୍କ କ୍ୱେଶ୍ଚିନ୍। ଆଧୁନିକ ଜାତି ରାଷ୍ଟ୍ର ମାନଙ୍କରେ ବା ୟୁନିୟନ ଷ୍ଟାଟସ୍ ପାଇଥିବା ରାଷ୍ଟ୍ର ମାନଙ୍କରେ ଗୋଟେ ମିନିଟ୍ ତାହେଲେ ଏ ବିଶୁଦ୍ଧ ଗଣତନ୍ତ୍ରର ଲୋପ ପାଇବାର କାରଣ ମଧ୍ୟ ସେ କହୁଛନ୍ତି ଯେ ଆଧୁନିକ ଜାତି ରାଷ୍ଟ୍ର ମାନଙ୍କର ଯୋଉ ରହିଛି କଣ ନା ଆବିର୍ଭାବ, ତାପରେ ସାର୍ବଜନୀନ, ତାପରେ ସାବାଳକ ମତଦାନ ଏସବୁ ଅନେକ ଗୁଡାଏ କାରଣ ହେତୁ ଅର୍ଥନୈତିକ ବ୍ୟବସ୍ଥା ଏସବୁ ତମକୁ ଯୋଉ କହୁଥିଲି ଜନସଂଖ୍ୟା ବୃଦ୍ଧି ଏସବୁ ହେତୁ ପ୍ରତ୍ୟକ୍ଷ ଗଣତନ୍ତ୍ର ବା ବିଶୁଦ୍ଧ ଗଣତନ୍ତ୍ର ଧୀରେ ଧୀରେ ପୃଥିବୀରେ ଆଉ ଆମେ ଦେଖିବାକୁ ପାଉ ନାହିଁ। ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଶେଷ ପଦଚିହ୍ନ ବର୍ତ୍ତମାନ ସୁଇଜରଲ୍ୟାଣ୍ଡରେ କେତେକ କାଣ୍ଟନ ବା ପ୍ରଦେଶ ମାନଙ୍କରେ ଦେଖିବାକୁ ମିଳେ। ବର୍ତ୍ତମାନ କୋଉଠି ନା ସୁଇଜରଲ୍ୟାଣ୍ଡରେ ପିଲାମାନେ ଆଧୁନିକ ସମୟରେ କାଣ୍ଟନ କହିଲେ କଣ ନା ସେଠିକାର ପ୍ରଦେଶ ମାନଙ୍କୁ ଯେମିତି ଆମର ଗୋଟେ ରାଜ୍ୟ କୁହାଯାଏ ସେଠି କାଣ୍ଟନ କୁହାଯାଏ। ଏ କାଣ୍ଟନ ରେ ଆମେ ସୁଇଜରଲ୍ୟାଣ୍ଡ ବର୍ତ୍ତମାନ ପୃଥିବୀର ସୁଇଜରଲ୍ୟାଣ୍ଡରେ ଆମେ କଣ ଦେଖିବାକୁ ପାଇବା ନା ପ୍ରତ୍ୟକ୍ଷ ଗଣତନ୍ତ୍ର ବା ଡାଇରେକ୍ଟ ଡେମୋକ୍ରେସି ଦେଖିବାକୁ ପାଇପାରିବା। ବୁଝିପାରିଲ? ଯୁକ୍ତରାଷ୍ଟ୍ର ଆମେରିକା ର କେତେକ ରାଜ୍ୟ ସମେତ ଫ୍ରାନ୍ସ ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ପିଲାମାନେ କେତେକ ରାଜ୍ୟ ଅଛି ଯୋଉଠି ଏ ଡାଇରେକ୍ଟ ଡେମୋକ୍ରେସି ଆମେ ଦେଖିବାକୁ ପାଇବା। ବୁଝିପାରିଲ? ଲେଖୁଛ ତ ଏଇଟା ଉଦାହରଣ ଲେଖୁଛ? ହଁ ହ୍ୟାଲୋ କଣ ପଚାରୁଛ? ତାପରେ ଫ୍ରାନ୍ସ, ଅଷ୍ଟ୍ରେଲିଆ ଏଇ ଅଞ୍ଚଳରେ ଆମେ ଆଂଶିକ ସ୍ୱରୂପ କିଛି କିଛି
ଏଟା ଆମେ ଡାଇରେକ୍ଟ ଡେମୋକ୍ରେସି ଦେଖିବାକୁ ପାଇବା। ବୁଝିପାରିଲ କୋଉ କୋଉ ଜାଗାରେ ଏଟା ହଉଛି ବୋଲି? ହ୍ୟାଲୋ। ହ୍ୟାଲୋ। ଶୁଭୁଛି କି ନାଇଁ ପିଲାମାନେ? ହଁ ହଁ ଠିକ ଅଛି। ପ୍ରତ୍ୟକ୍ଷ ଗଣତନ୍ତ୍ର ପିଲାମାନେ ଆଗରୁ କୋଉ କୋଉ ଜାଗାରେ ହଉଥିଲା ଜାଣ? ହଁ ସାର୍। ଖ୍ରୀଷ୍ଟପୂର୍ବ 4ର୍ଥ ଶତାବ୍ଦୀରେ ଗ୍ରୀକ ର ଆଥେନ୍ସ ରେ এটা ଏ ପର୍ଯ୍ୟନ୍ତ ଏକ ଶାସନ କାର୍ଯ୍ୟରେ ଲୋକମାନଙ୍କର ଅଂଶଗ୍ରହଣର એકમાત્ર ଆଦର୍ଶ ପଥା ଭାବରେ ଗ୍ରହଣ କରାଯାଇପାରେ। ଏଠାରେ ପୁରା ପୂର୍ଣ୍ଣ ଭାବରେ ପ୍ରତ୍ୟକ୍ଷ ହଉଥିଲା। ଏହାର ଗୋଟିଏ ନିର୍ଦ୍ଦିଷ୍ଟ ଏହାର ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାରରେ ପ୍ରତ୍ୟକ୍ଷ ଲୋକପ୍ରିୟ ଶାସନ ଥିଲା, ଯେଉଁଥିରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମୂହ ବୈଠକ ମାଧ୍ୟମରେ ଗ୍ରହଣ କରାଯାଉଥିଲା। ଯୋଉ ଏଥେନ୍ସରେ ଯୋଉ ପ୍ରତ୍ୟକ୍ଷ ଗଣତନ୍ତ୍ର ଥିଲା, ପିଲାମାନେ ସେଠି କଣ କେମିତି ଥିଲା ନା ସେ ଗୋଟେ ବୈଠକ କରାଯାଉଥିଲା। ଅଳ୍ପ ଲୋକ ଥିଲେ। ଏଥେନ୍ସ ଆଉ ସ୍ପାର୍ଟା ଜାଣିଛ, ଇତିହାସରେ ପଢିଥିବ। ଗ୍ରୀସର ଯୋଉଟା ପୁରୁଣା ସଭ୍ୟତା ଏଥେନ୍ସ ଆଉ ସ୍ପାର୍ଟା ଜାଣିଛ ନା ନାଇଁ? ତମେ ଯେତେବେଳେ ୱାର୍ଲଡ ହିଷ୍ଟୋରି ପଢୁଥିବ ଫାର୍ଷ୍ଟ ଇୟରରେ ସେଟା ଜାଣିଥିବ। ବୁଝି ହଉଛି? ଏଥେନ୍ସ ଆଉ ସ୍ପାର୍ଟା। ତ ସେଠି କଣ କରାଯାଉଥିଲା ନା ସେଠିକାର ସିଷ୍ଟମ ଦେଖ, 4ର୍ଥ ଶତାବ୍ଦୀ କଥା ମୁଁ କହୁଛି। ତ ସେଠି କଣ କରାଯାଉଥିଲା, ବୈଠକ ମାଧ୍ୟମରେ ମାନେ ନିଷ୍ପତ୍ତି ନିଆଯାଉଥିଲା ଯେ ରାଜ୍ୟର କଣ କରିବା କଣ ନାହିଁ। ଗୋଟେ ବୈଠକ କରାଯାଉଥିଲା ଏବଂ ସେ ବୈଠକ ମାଧ୍ୟମରେ ନିଷ୍ପତ୍ତି ନିଆଯାଉଥିଲା। ବିଧାନସଭା କିମ୍ବା ମାନେ ତାଙ୍କର ଯୋଉ ସଭାର ହେଲା ଯାହାକୁ ସେମାନେ କହୁଛନ୍ତି ଯେ ଏକ୍ଲେସିଆ ର ସଦସ୍ୟ ଥିବା ସମସ୍ତ ନାଗରିକ ଅଧିକାର ପ୍ରାପ୍ତ ହୋଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମାନ ନେଉଥିଲେ। ଯେ ଯୋଉମାନେ ବିଧାନସଭାରେ ମାନେ ସଦସ୍ୟ ଥିଲେ ବା ଏକ୍ଲେସିଆ ତାଙ୍କର ଗୋଟେ ଯୋଉ କମିଟି ଥିଲା, ସେ କମିଟି ମାଧ୍ୟମରେ ସେମାନେ କଣ କରୁଥିଲେ ନା ନିଷ୍ପତ୍ତି ନେଉଥିଲେ। ଏହି ବିଧାନସଭା ବର୍ଷକୁ 40 ଥର ବସିଥାଏ। ଯୋଉଟା ଏଥେନ୍ସରେ ଥିଲା, ସେଠି କେତେ ଥର ବସୁଥିଲା ପିଲାମାନେ? ବର୍ଷକୁ 40 ଥର ବସୁଥିଲା। ଏଟା ମନେ ରଖ। ଏବଂ ତା ପାଖରେ ପ୍ରସ୍ତାବିତ ଥିବା ବିଭିନ୍ନ ସମସ୍ୟା ଓ ବିଷୟବସ୍ତୁକୁ ସମାଧାନ କରିଥାଏ। ଯାହା ବିଧାନସଭାରେ ପ୍ରସ୍ତାବ ଥିବ ସେ ସମସ୍ୟାକୁ ସେ ପ୍ରୋବ୍ଲେମକୁ ସେମାନେ ସଲ୍ଭ କରୁଥିଲେ।
ଯେତେବେଳେ ସର୍ବସାଧାରଣଙ୍କର କାର୍ଯ୍ୟାଳୟ ପାଇଁ ମାନେ ପୂର୍ଣ୍ଣ କାଳୀନ ଅଧିକାରୀମାନଙ୍କର ଆବଶ୍ୟକତା ହୁଏ, ସେତେବେଳେ ସେମାନଙ୍କୁ ଅ, ଗୁଲା ବା ଲଟେରୀ ମାଧ୍ୟମରେ ବଛାଯାଏ। ଯଦି କୌଣସି ଅଧିକାରୀ ଆବଶ୍ୟକତା ହେଲେ ସେମାନଙ୍କୁ ଗୁଲା ବା ଲଟେରୀ କରିକି ସେମାନଙ୍କୁ ବାଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ବଛା ହୋଇଥିବା କର୍ମଚାରୀ ମାନେ ବୃହତ୍ ଜନସଂଗ୍ରହ ହଁ ବୃହତ୍ ଜନସମ୍ପ୍ରଦାୟର ଗୋଟିଏ ଅଂଶ ଥିଲେ। ମାନେ ଲଟେରୀ କରିକି ବାଛିଲେ କଣ ହବ ନା, ଯେତିକି ଲୋକ ଥିବେ ଯାହାର ଲଟେରୀ ଫିଟିବ ସିଏ ସେ କର୍ମଚାରୀ ଭାବରେ ଯୋଗ ଦେବ ହେଲା। ଏହି ପଦବୀ ଗୁଡ଼ିକୁ ସ୍ଥିର ନଥିଲା ଏବଂ ବାରମ୍ବାର ମାନେ ପରିବର୍ତ୍ତନ ହଉଥିଲା ବା ବାରମ୍ବାର ତାକୁ ଚେଞ୍ଜ ମଧ୍ୟ କରୁଥିଲେ। ଯୋଉମାନେ ପଦବୀ ବାରମ୍ବାର ଲଟେରୀ କରିକି ଚେଞ୍ଜ କରୁଥିଲେ କିଛି ଦିନ ହେଲା, ଯାହା ଫଳରେ ସମସ୍ତ ନାଗରିକ କଣ କରୁଥିଲେ ନା ଶାସନ କଳର ଅନୁଭୂତି ପାଇ ପାରୁଥିଲେ। କଣ ହଉଥିଲା ନା, ଯୋଉ ଲଟେରୀ ମାଧ୍ୟମରେ କର୍ମଚାରୀ ମାନଙ୍କୁ ବଛା ଯାଉଥିଲା, ସେମାନେ କିଛି ଦିନ ପାଇଁ କିଛି ବର୍ଷ ପାଇଁ ରହୁଥିଲେ, ତାପରେ ତାଙ୍କୁ ପରିବର୍ତ୍ତନ କରିକି ଆଉ ଥରେ ଲଟେରୀ କରାଯାଉଥିଲା। ତ ସେଇପରି କିଛି ଲୋକ ପୁଣି ଜଏନ କରୁଥିଲେ। ତ ଇଏ ବ୍ୟବସ୍ଥା ଦ୍ଵାରା ପ୍ରତ୍ୟେକ ଶିକ୍ଷିତ ଲୋକ ସେମାନେ ଶାସନରେ ଯୋଡି ହେଇ ପାରୁଥିଲେ। ବୁଝି 500 ଜଣ ନାଗରିକଙ୍କୁ ନେଇ ଗଠିତ ଗୋଟିଏ ପରିଷଦ ବିଧାନସଭାର କାର୍ଯ୍ୟପାଳନ କିମ୍ବା ହଁ ଚାଳକ ସମିତି ଭାବରେ କାର୍ଯ୍ୟ କରୁଥିଲା। 500 ଜଣଙ୍କୁ ସେମାନେ ନେଇକି ଆଉ ଗୋଟେ ବିଧାନସଭା ବା ବିଧାନ ପରିଷଦ ଗଠନ କରୁଥିଲେ। ଯୋଉ ବିଧାନ ପରିଷଦ କାହାକୁ ନା ବିଧାନସଭାକୁ ଷ୍ଟଡି କରିବ ବା ବିଧାନସଭାକୁ ମାନେ ପରିଚାଳନା କରିବ। ଏବଂ ପାଞ୍ଚ ହଁ 50 ଜଣିଆ ଏକ ଦୃଢ ସମିତି ପରିଷଦକୁ ଏହାର ପ୍ରସ୍ତାବ ପଠାଉଥିଲା। ସେମାନେ ଗୋଟେ ସେମାନେ 500 ଜଣ ପୁଣି 50 ଜଣିଆ କମିଟିକୁ ଗୋଟେ ଯୋଉ ପ୍ରସ୍ତାବ ଆସିବ ତାକୁ ପଠାଉଥିଲେ ହେଲା। ଏସବୁ ବ୍ୟବସ୍ଥା ଏଥେନ୍ସରେ ଥିଲା। ଏହା ବୁଝିବା ଗୁରୁତ୍ୱପୂର୍ଣ୍ଣ ଯେ ଯେଉଁ ସବୁ କାରଣମାନ ଏଥେନ୍ସ ଗଣତନ୍ତ୍ରକୁ ଏତେ ବିଖ୍ୟାତ କରିପାରିଛି, ଏଥେନ୍ସ ବାସ୍ତବରେ ଗୋଟିଏ ନୂଆ ରାଜନୈତିକ ସଂସ୍କୃତିର ସଂକେତ ବହନ କରିଥିଲା, ଯେଉଁଥିରେ ସମସ୍ତ ନାଗରିକମାନଙ୍କୁ ମତଦାନ ଅଧିକାର ଦିଆଯାଉଥିଲା ବା ସେମାନେ ଦେଇପାରୁଥିଲେ। ନାଗରିକମାନେ କେବଳ ବିଧାନସଭାର ନିୟମିତ ବୈଠକରେ ଅଂଶଗ୍ରହଣ କରୁନଥିଲେ, ବରଂ ସେମାନେ ଅଧିକ ସଂଖ୍ୟାରେ ସାଧାରଣ କାର୍ଯ୍ୟାଳୟରେ ଦାୟିତ୍ୱ ନେବା ସହ ନିଷ୍ପତ୍ତି ନେଉଥିଲେ ମଧ୍ୟ। କଣ ହଉଥିଲା ନା, ଯୋଉ ବିଧାନସଭାରେ ଯୋଉ ଲୋକମାନେ ଭୋଟ ଦେବାର ଅଧିକାର ଥିଲା, ଯୋଉ ଟଚ୍ ମାଧ୍ୟମରେ ବା ଲଟେରୀ ମାଧ୍ୟମରେ କର୍ମଚାରୀ ଭାବରେ ଦାୟିତ୍ୱ ନିର୍ବାହର ତାଙ୍କର ପାଖରେ ବ୍ୟବସ୍ଥା ଥିଲା। ତାପରେ ନିଷ୍ପତ୍ତି ନେବାର ବ୍ୟବସ୍ଥା ମଧ୍ୟ ସାଧାରଣ ଲୋକମାନଙ୍କର, ଯେହେତୁ ବୈଠକରେ ସେମାନେ ଯୋଗ ନେଉଥିଲେ, ତ ଏମିତି ଏଥେନ୍ସରେ ଥିଲା। ଅଂଶଗ୍ରହଣ କରୁଥିଲେ ମାନେ ଏସବୁ ଜିନିଷରେ ଅଂଶଗ୍ରହଣ କରୁଥିଲେ। ଔପଚାରିକ ଭାବେ ମାନେ ଫର୍ମାଲିଟି ଭାବରେ ନାଗରିକ ମାନଙ୍କୁ ସେମାନଙ୍କର ପଦବୀ ଓ ସମ୍ପତ୍ତି ଭିତ୍ତିରେ ତଥ୍ୟ ସେମାନଙ୍କର ସାର୍ବଜନୀନ ଜୀବନରେ ସଂଗୃହୀତ ବିଚାର କରି ମାନେ ହଁ ପୃଥୀକରଣ କରାଯାଉଥିଲା। ଯେ ସେମାନଙ୍କର ଯୋଉ ସମ୍ପତ୍ତି ମଧ୍ୟ, ମାନେ ଯଦି ଆମର ଏଠି ଯିଏ ଚାକିରି କରୁଛି ସେ 60 ବର୍ଷ କରୁଛି, ତ ସେମିତି ସେଠି ନଥିଲା। ତେଣୁକରି କଣ ହଉଥିଲା, ସେମାନେ ଯୋଉ କର୍ମଚାରୀ ଭାବରେ ଦାୟିତ୍ୱ ନେବେ
ତ ଆଉ ଜଣେ 2 ବର୍ଷ କି 4 ବର୍ଷ ଭିତରେ ପୁଣି ଦାୟିତ୍ୱ ନେବ, ଯାହାଫଳରେ ତାଙ୍କର ଯୋଉ ଅର୍ଥନୈତିକ ବ୍ୟବସ୍ଥା ମଧ୍ୟ ସମୃଦ୍ଧ ହଉଥିଲା। ଏଇଥିପାଇଁ ଜନସାଧାରଣ ବା ଡେମୋ ସର୍ବୋଚ୍ଚ କର୍ତ୍ତାଙ୍କୁ ବୈଧାନିକ ଏବଂ ନ୍ୟାୟିକ କାର୍ଯ୍ୟରେ ନିଯୁକ୍ତ କରିବା ପାଇଁ ସାର୍ବଭୌମ କ୍ଷମତା ଅଧିକାର ଥିଲା। ସେମାନେ କ'ଣ କରୁଥିଲେ ନା ସବୁ ମାନେ ଆମର ମାନେ ଯୋଉ ଜଷ୍ଟିସ୍ ମାନେ ନ୍ୟାୟାଳୟରେ ମଧ୍ୟ ନିଜର ଯୋଉ ପାରଦର୍ଶିତା ଦେଖେଇବା ପାଇଁ ସେମାନେ ନିଜକୁ ସାମିଲ କରୁଥିଲେ। ବୁଝଉଛି? ତ ଇଏ ହଉଛି ତମମାନଙ୍କ ପାଇଁ ଆଜି ଗୋଟେ କ୍ଲାସ୍ 52 ହେଇଗଲା। ତ ଆମେ ଆଉ ଗୋଟେ କ୍ଲାସ୍ରେ ଆଉ ଗୋଟେ ବିଷୟ ଆଲୋଚନା କରିବା, ମାନେ ଯୋଉଠି ମୁଁ ଛାଡ଼ିଛି ସେଇଠୁ ଆଲୋଚନା କରିବା। ତମମାନେ ସେଇଟା ମନେ ରଖିଥାଅ, ମୁଁ ପଚାରିବି ଯେ କୋଉଠୁ ଛାଡ଼ିଛି। ବୁଝି ହଉଛି? ବୁଝି ହଉଛି ପିଲାମାନେ? ହଁ ସାର୍। ହଁ ତମେ ସବୁ ନୋଟ୍ ଖାତା କରିଛଟି? ହଁ ହଁ, ଠିକ୍ ଅଛି। ତାହେଲେ ନୋଟ୍ ଖାତା କର, ଆଉ ପଢ଼ାପଢ଼ି ଭଲସେ କର ହେଲା। ହଁ ହଉ, ରହିଲି। ସାର୍ ହଁ, ପଚାର।